15,000 ଅଧିକ ଦରମାରେ ପିଏଫ୍ ବାଧ୍ୟତାମୂଳକ ଇପିଏଫ୍ଓ ସ୍ପଷ୍ଟ କଲା। ନ ଜାଣିଲେ ହଇରାଣ ହେବେ। ଇପିଏଫ୍ଓ ନୂଆ ରୁଲ୍ 2025 ଅନୁଯାୟୀ 15,000ରୁ ଅଧିକ ଦରମା ଥିଲେ ପିଏଫ୍ ବାଧ୍ୟତାମୂଳକ। କର୍ମଚାରୀ ହୋଇଥିଲେ ଜାଣନ୍ତୁ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଯଦି ଆପଣଙ୍କର ମୂଳ ଦରମା ଓ ଡିଏ ସବୁ ମିଶି 15,000 ଅତିକ୍ରମ କରେ ତେବେ ଆପଣଙ୍କୁ ଇପିଏଫ୍ରେ ଯୋଗ ଦେବା ଆବଶ୍ୟକ କି? ଇପିଏଫ୍ଓ ଏହି ପ୍ରଶ୍ନ ଉପରେ ଏକ ପ୍ରମୁଖ ସ୍ପଷ୍ଟୀକରଣ ଜାରି କରିଛି, ଯାହା ଲକ୍ଷ ଲକ୍ଷ ନିଯୁକ୍ତିପ୍ରାପ୍ତ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଇପିଏଫ୍ ନୂଆ ରୁଲ୍ 2025 ଅନୁଯାୟୀ 15,000 ବେସିକ୍ ଦରମା ପ୍ଲସ୍ ଡିଏ ରୁ ଅଧିକ ରୋଜଗାର କରୁଥିବା କର୍ମଚାରୀଙ୍କ ପାଇଁ ପିଏଫ୍ରେ ଯୋଗଦାନ ବାଧ୍ୟତାମୂଳକ ନୁହେଁ। ଯଦି ସେମାନେ ପୂର୍ବରୁ ପିଏଫ୍ ସଦସ୍ୟ ନୁହନ୍ତି, ଏହାର ଅର୍ଥ ହେଉଛି ନୂଆ ଚାକିରି ଆରମ୍ଭ କରୁଥିବା ଓ ପ୍ରଥମ ଥର ପାଇଁ ପିଏଫ୍ରେ ଯୋଗଦାନ କରୁଥିବା କର୍ମଚାରୀମାନେ ପିଏଫ୍ ସଦସ୍ୟତାରୁ ଓହରି ଯାଇପାରିବେ। କିନ୍ତୁ ଯଦି କର୍ମଚାରୀ ପୂର୍ବରୁ ଜଣେ ଇପିଏଫ୍ ସଦସ୍ୟ ତେବେ ତାଙ୍କର ପିଏଫ୍ ତାଙ୍କ ନୂଆ ଚାକିରିରେ ଜାରି ରହିବ। ଇପିଏଫ୍ଓ କହିଛି, ଯଦି ଜଣେ କର୍ମଚାରୀ ପୂର୍ବରୁ ଜଣେ ପିଏଫ୍ ସଦସ୍ୟ ତେବେ ତାଙ୍କର ଦରମା 15,000 ଟଙ୍କାରୁ ଅଧିକ ହେଲେ ମଧ୍ୟ ସେମାନେ ପିଏଫ୍ ଅଧୀନରେ ରହିବେ। ଏହା ସହିତ ଇପିଏଫ୍ଓ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ରଖିଛି। ଯଦି କର୍ମଚାରୀ ଓ ନିଯୁକ୍ତିଦାତା ଉଭୟ ଚାହାନ୍ତି ତେବେ 15,000ରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିମାନେ ସ୍ୱେଚ୍ଛାକୃତ ଭାବରେ ପିଏଫ୍ରେ ଯୋଗ ଦେଇପାରିବେ। ଏହି ବିକଳ୍ପ ପିଏଫ୍ ଯୋଜନାର ଅନୁଚ୍ଛେଦ 26(6) ଅନୁଯାୟୀ ପ୍ରଦାନ କରାଯାଇଛି। ଇପିଏଫ୍ଓ ସ୍ପଷ୍ଟ କରିଛି ଯେ ଏହି ବିକଳ୍ପ ଚାକିରିରେ ଯୋଗ ଦେବାର 6 ମାସ ମଧ୍ୟରେ ଇପିଏଫ୍ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ। ସମୟସୀମା ପୂରଣ କରିବାରେ ବିଫଳ ହେଲେ ପରେ ସଦସ୍ୟ ହେବା କଷ୍ଟକର ହୋଇପାରେ। ଇପିଏଫ୍ଓ ଅନୁଯାୟୀ କର୍ମଚାରୀ ଓ ନିଯୁକ୍ତିଦାତା ଉଭୟ ଜାରି ହେଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପାରା 26(6) ବିକଳ୍ପ ଦାଖଲ କଲେ ହିଁ ସଦସ୍ୟତା ବୈଧ ହେବ। ଏହି ନିୟମ ସେମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଦୀର୍ଘକାଳୀନ ଭାବରେ ଅବସର ସଞ୍ଚୟକୁ ସର୍ବାଧିକ କରିବାକୁ ଚାହାନ୍ତି କିମ୍ବା ଯେଉଁମାନେ ସେମାନଙ୍କର ବିଦ୍ୟମାନ ପିଏଫ୍ ଆକାଉଣ୍ଟକୁ ସକ୍ରିୟ ରଖିବାକୁ ଚାହାନ୍ତି। ସଂକ୍ଷେପରେ 15,000ରୁ ଅଧିକ ରୋଜଗାର କରୁଥିବା କର୍ମଚାରୀଙ୍କ ପାଇଁ ପିଏଫ୍ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯଦି ସେମାନେ ଚାହାନ୍ତି ତେବେ ସଦସ୍ୟ ହେବା ସମ୍ପୂର୍ଣ୍ଣ ସମ୍ଭବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ପିଏଫ୍ର ନୂଆ ରୁଲ୍ ବିଷୟରେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖାହବ ଆଉ ଏକ ଭିଡ଼ିଓରେ। ସମସ୍ତେ ଭଲ ରୁହନ୍ତୁ। ସେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।